ଝାରସୁଗୁଡ଼ା ପୁରୁଣା ବସ୍ଷ୍ଟାଣ୍ଡ ଛକରୁ ସରବାହାଲ ଛକ ପର୍ଯ୍ୟନ୍ତ ଜବରଦଖଲ ରହିଛି। ପୌର ପରିଷଦ ଡ୍ରେନ୍ ସଫେଇ କରିବା ବେଳେ ଜବରଦଖଲକୁ ନେଇ ବହୁ ବିବାଦ ହୋଇଥିଲା। ପୌର ପରିଷଦକୁ ନାକେଦମ ହେବାକୁ ପଡ଼ିଥିଲା। ହେଲେ ଜବରଦଖଲ ଉଚ୍ଛେଦ ହୋଇନଥିବା ବେଳେ କିଛି ମାତ୍ରାରେ ଡ୍ରେନ୍ ସଫେଇ ସ୍ଲାବ୍ ପକାଯାଇଥିଲା। ପୁରୁଣା ବସ୍ଷ୍ଟାଣ୍ଡ ଛକରୁ ସରବାହାଲ ଛକ ପର୍ଯ୍ୟନ୍ତ ସହରର ମୁଖ୍ୟ ରାସ୍ତାରେ ହଜାର ହଜାର ଲୋକ ଯାନବାହନ ଯାଆସ କରୁଛନ୍ତି। ଆମ୍ବୁଲାନ୍ସ, ଅଗ୍ନିଶମ, ପୋଲିସ ପେଟ୍ରୋଲିଂ ଏବଂ ଷ୍ଟେସନ ପାଇଁ ବହୁ ଲୋକଙ୍କ ଗାଡ଼ି ଚଳପ୍ରଚଳ କରୁଛି। ବ୍ୟସ୍ତବହୁଳ ରାସ୍ତାରେ କେମିତି ବଡ଼ ଗାଡ଼ିକୁ ପାର୍କିଂ କରି ସାମଗ୍ରୀ ଲୋଡ୍ ଅନଲୋଡ୍ କରିବାକୁ ଅନୁମତି ଦିଆଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ମୁଖ୍ୟ ରାସ୍ତାରେ ଶହ ଶହ ରାସନ ସାମଗ୍ରୀ ଦୋକାନ ସହିତ ହୋଲସେଲ୍ ଦୋକାନ ରହିଛି। ପ୍ରତ୍ୟେକ ଦିନ ହଜାର ହଜାର ଗ୍ରାହକ କିଣିବା ପାଇଁ ଆସି ରାସ୍ତାରେ ଗାଡ଼ି ପାର୍କିଂ କରୁଛନ୍ତି। ଏହା ସହିତ ହୋଲସେଲ୍ ଓ ଗୋଦାମ ପାଇଁ ଆସୁଥିବା କଣ୍ଟେନର ଏବଂ ବଡ଼ ଗାଡ଼ି ରାସ୍ତାରେ ଛିଡ଼ା ହୋଇ ସାମଗ୍ରୀ ଅନଲୋଡ୍ କରୁଥିବା ବେଳେ ଜନସାଧାରଣ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ରେଳ ଷ୍ଟେସନ ଯାଉଥିବା ଯାତ୍ରୀ ବହୁ ହଇରାଣ ହେଉଛନ୍ତି। ରାସ୍ତାରେ ଗାଡ଼ି ରଖିବାରୁ ରାସ୍ତା ଜାମ୍ ହେବା ସହିତ ଭିଡ଼ ମଧ୍ୟ ବଢ଼ୁଛି। ଦିନରେ ଏପରି ହେଉଥିବା ବେଳେ ରାତିରେ ରାସ୍ତାକୁ ବନ୍ଦ କରି ସାମଗ୍ରୀ ଅନଲୋଡ୍ ହେଉଛି। ରାସ୍ତାକୁ ବନ୍ଦ କରି ଘଣ୍ଟା ଘଣ୍ଟା ଧରି ସାମଗ୍ରୀ ଅନଲୋଡ୍ କରିବାକୁ କିଏ ଏମାନଙ୍କୁ ଅଧିକାର ଦେଇଛି ବୋଲି ପ୍ରଶ୍ନ ଉଠିଛି। ଏ ବିଷୟରେ ପୋଲିସ ଜାଣିପାରୁନାହିଁ ନା ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି। ବେଆଇନ କାର୍ଯ୍ୟ ଏବଂ ପୋଲିସ ଅଧିକାରୀଙ୍କ ଦାୟିତ୍ୱହୀନ କାର୍ଯ୍ୟକଳାପ ଉପରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।